ଇରାନର ପୂର୍ବତନ ସୁପ୍ରିମ ଲିଡର ଆୟତୁଲ୍ଲା ଖାମନେଇଙ୍କୁ ଆସନ୍ତା ଜୁଲାଇ 9 ତାରିଖରେ କବର ଦିଆଯିବ। ତାଙ୍କ ମୃତ୍ୟୁକୁ ଏଯାଏଁ 4 ମାସ ବିତିଗଲାଣି। ଆସନ୍ତାକାଲି ବା ଜୁଲାଇ 4 ତାରିଖ ଠାରୁ ତାଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ ହେବ। ଶେଷରେ ଜୁଲାଇ 9 ତାରିଖରେ ତାଙ୍କୁ କବର ଦିଆଯିବ। ଏହି ଖବର ଆସିବା ପରେ ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଯେ ଖାମନେଇଙ୍କ ଅନ୍ତିମ ସଂସ୍କାରରେ କାହିଁକି ବିଳମ୍ବ ହେଉଥିଲା? ଏତେ ଦିନ ଧରି ତାଙ୍କ ଶବକୁ କେଉଁଠି ଓ କିପରି ପରିସ୍ଥିତିରେ ରଖାଯାଇଥିଲା? ଆୟତୁଲ୍ଲା ଖାମନେଇଙ୍କ ମୃତ୍ୟୁ ଫେବୃଆରୀ 28 ତାରିଖରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଯୋଗୁଁ ହୋଇଥିଲା। ଏହି ଆକ୍ରମଣରେ ଖାମନେଇଙ୍କ ଝିଅ, ଜ୍ୱାଇଁ ଓ ନାତୁଣୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଖାମନେଇଙ୍କ ଅନେକ ବିଶ୍ୱସ୍ତଙ୍କର ମଧ୍ୟ ଏହି ଆକ୍ରମଣରେ ମୃତ୍ୟୁ ଘଟିଥିଲା। ଏହାପରେ ଖାମନେଇଙ୍କ ପୁଅ ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ଦାୟିତ୍ୱ ଦିଆଯାଇଥିଲା। 56 ବର୍ଷୀୟ ମୋସ୍ତଫା ଦୀର୍ଘ 2 ଦଶନ୍ଧି ଧରି ଇରାନ ରାଜନୀତିରେ ପରଦା ପଛରେ ରହି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଥିଲେ। ପିତାଙ୍କ ମୃତ୍ୟୁ ପରେ ସେ ଇରାନର ସୁପ୍ରିମ ଲିଡର ହୋଇଛନ୍ତି। ପୂର୍ବରୁ କୁହାଯାଇଥିଲା ଖାମନେଇଙ୍କୁ ମାର୍ଚ୍ଚ 4 ତାରିଖରେ କବର ଦିଆଯାଇଥାନ୍ତା, ମାତ୍ର ଯୁଦ୍ଧ ଜାରି ରହିଥିବାରୁ ଏହି ତାରିଖକୁ ଘୁଞ୍ଚାଇ ଦିଆଗଲା। ଇସଲାମିକ ନିୟମ ଅନୁସାରେ ମୃତ୍ୟୁର 24 ଘଣ୍ଟା ମଧ୍ୟରେ ଶବକୁ କବର ଦିଆଯାଏ, କିନ୍ତୁ କିଛି ହାତ ଗଣତି ଘଟଣାରେ ଏଥିରେ ବିଳମ୍ବ ହୋଇଥାଏ। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଇରାନ କହିଥିଲା ଯେ ମୁହରମ ଆରମ୍ଭ ହେବା ପରେ 3 ଦିନ ଜନାଜା ଆୟୋଜିତ ହେବ। ମୁହରମ ଜୁନ ମାସରୁ ଆରମ୍ଭ ହେଉଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ତେହେରାନର ମେୟର ଏହି ତାରିଖକୁ ପରିବର୍ତ୍ତନ କରିଥିଲେ। ଏହାପରେ ଜୁନ 13 ତାରିଖରେ ଘୋଷଣା କରାଯାଇଥିଲା ଯେ ଜୁଲାଇ 9 ତାରିଖରେ ଖାମନେଇଙ୍କୁ କବର ଦିଆଯିବ। ତେବେ ଖାମନେଇଙ୍କୁ କବର ଦିଆଯିବା ପୂର୍ବରୁ 5 ଦିନର କାର୍ଯ୍ୟକ୍ରମ ରଖାଯାଇଛି। ବ୍ୟୁରୋ ରିପୋର୍ଟ, ସ୍ୱର୍ଣ୍ଣ ନ୍ୟୁଜ।